Look into these two verses. आमाने এই দুই পদক আমরা দেখি পারিবা Verse 1, the writer says, ଆଉ ଏକ ପଦରେ এই ପୁସ୍ତକର ଲେଖକ ଏହା କୁହନ୍ତି as believers in Christ, we should leave certain things and Amane- we should grow into maturity. आमाने ଖ୍ରୀଷ୍ଟଙ୍କର ବିଶ୍ୱାସ ଅନୁସାରେ ଆମର ଗୋଟେ ନିର୍ଦ୍ଦିଷ୍ଟ ବିଷୟ ନିମନ୍ତେ ଆମର କ'ଣ କରିବାର ଅଛି ରହିବାର ଅଛି ଏବଂ ପ୍ରଭୁଙ୍କ ପାଇଁ ଆମକୁ ବୃଦ୍ଧି ହେବାକୁ ପଡ଼ିବ One of the things that every parent should expect from their children is growth into maturity. ଆମେ ଜାଣୁ ଏମିତି ପ୍ରତ୍ୟେକ ପରିବାର ବା ଅଭିଭାବକ ମାନଙ୍କ ବାପା ମା ମାନେ ନିଜର ସନ୍ତାନ ମାନଙ୍କୁ ସେମାନେ ଏହା ଚାହାନ୍ତି ସେମାନେ ବଢ଼ିବେ ଏବଂ ସେମାନେ ଗୋଟେ ପରିପକ୍ୱତା ହେବେ ଏହା ଆଶା କରନ୍ତି Now, growth always has two elements you should keep in mind. ଆଉ ଆପଣମାନେ ଦୁଇଟି ବିଷୟ ମନେ ରଖିବା ଦରକାର ଆଉ ବୃଦ୍ଧି ହେବାଟା ଦୁଇଟା ବିଷୟ ରହିଅଛି One is physical, other is mental. ଆଉ ପ୍ରଥମତଃ ହେଉଛି ଶରୀର ଭାବରେ ତାପରେ ଆମର ମାନସିକ ସ୍ତର Now, if both of these are not going together, somewhere it is lacking. ଆଉ ଏଇଟା ଦୁଇଟା ଆଉ ବେଳେ ବେଳେ ଏକା ବେଳକୁ ଆଉ ବୃଦ୍ଧି ହୁଏ ନାହିଁ ବେଳେ ବେଳେ ଗୋଟେ କମି ହେଇକି ରହିଯାଏ Now, imagine a child is growing only mentally but growing weak physically. ଆମେ ଏବେ ପରିକଳ୍ପନା କରିବା ଯେ ଜଣେ ଯଦି ଶିଶୁ କେବଳ ଆଉ ମାନସିକରେ ସେ ବୃଦ୍ଧି ହେଉଛି ଆଉ ଶରୀର ଦୁର୍ବଳ ହେଇଛି Now, there is no benefit of such growth. ଆଉ ସେଇ ପ୍ରକାର ବୃଦ୍ଧି ନାହିଁ କି ଆଉ କୌଣସି ଉପକାରତା ଆସିବ ନାହିଁ Now, imagine the other side of it. ଆଉ ଆମେ ଆଉ ଗୋଟିଏ ପାର୍ଶ୍ୱରେ ଆମେ ଦେଖିବା The child is growing physically ଆଉ ଜଣେ ଛୁଆ ଯଦି ଆଉ ଶରୀର ଭାବରେ ହୃଷ୍ଟପୃଷ୍ଟ ହେଉଛି but not at all growing mentally. ଯଦି ସେ ମାନସିକ ସ୍ତରରେ ଯଦି ସେ ବୃଦ୍ଧି ହେଉନାହିଁ Is there any benefit? ଆଉ ସେ ମଧ୍ୟ କିଛି ଉପକାର ଆସିବ Tell me, is there any benefit? ସେଇଟା କୌଣସି ଉପକାର ଆସିବ ନାହିଁ Every day, morning till evening, eating and not at all studying. ସକାଳଠୁ ସନ୍ଧ୍ୟା ଯାଏ ସେ ଖାଉଥିବ କୌଣସି ବିଶେଷ ଅଧ୍ୟୟନ କରୁନଥିବ ତାର କିଛି ଭ୍ୟାଲୁ ନାହିଁ ମୂଲ୍ୟ ନାହିଁ But on the other side, the child is studying from morning till evening, not at all eating anything, so physically growing weak. ଆଉ ଗୋଟେ ପାର୍ଶ୍ୱ ଆମେ ଦେଖିବା ଜଣେ ପିଲା କ'ଣ କରୁଥିବ ସକାଳଠୁ ସନ୍ଧ୍ୟା ଯାଏ ପାଠ ପଢୁଥିବ କିନ୍ତୁ ଶରୀର ଦୁର୍ବଳ ହେଇଯାଇଥିବ ସେ ମଧ୍ୟ କାମ ଆସିବ The best way to understand maturity is when someone grows equally together. ଆଉ ଗୋଟିଏ ଉତ୍ତମ ବିଷୟ ଏହା ଅଟେ ଯେତେବେଳେ ଜଣେ ଆଉ ଶିଶୁ କ'ଣ କରେ ଦୁଇଟା ଯାକ ସେ ସମାନ ଭାବରେ ବଢ଼ିବ ଶାରୀରିକ ଏବଂ ମାନସିକ As much as a child grows mentally, so physically also he grows. ଆଉ ଯେତେବେଳେ ସେ ମାନସିକ ଭାବରେ ସେ ବୃଦ୍ଧି ହେଉଛି ସେ ଶରୀରରେ ମଧ୍ୟ ବୃଦ୍ଧି ହେବା ଆବଶ୍ୟକତା ଅଟେ That is the only way to grow into maturity. ଆଉ ଏହା ହେଉଛି ଗୋଟେ ଏହି ପ୍ରକାର ବିଷୟ ଯେ ଦୁଇଟି ରୀତିରେ ଯେତେବେଳେ ଆମେ ଜଣେ ବ୍ୟକ୍ତି ବଢ଼େ ତାକୁ କୁହାଯାଏ ପରିପକ୍ୱତା ବୋଲି କୁହାଯାଏ Now that is the same thing with our spiritual life. ଆଉ ଠିକ ସେ ପ୍ରକାର ଲାଗି ଆଧ୍ୟାତ୍ମିକ ଜୀବନରେ ମଧ୍ୟ ରହିଅଛି When it comes to growth, ଆମେ ଯେତେବେଳେ ଆମେ ବୃଦ୍ଧି ହେବା ପାଇଁ ଯାଉଛୁ some churches they are concerned about numerical growth, number. କେତେକ ମଣ୍ଡଳୀ ଏ ପ୍ରକାର ଅଛି ସେମାନେ ଆଉ ଆଶ୍ଚର୍ଯ୍ୟ କର୍ମ କରିକି ସେମାନେ କ'ଣ କରନ୍ତି Oh, they will say every year we are growing like anything. ଆଉ ସେମାନେ କୁହନ୍ତି ଆମେ ପ୍ରତି ବର୍ଷ ଏମିତି ବୃଦ୍ଧି ହେଉଛୁ ଯେ ଏମିତି ବୃଦ୍ଧି ହେଉଛୁ ସେମାନେ ଏ ପ୍ରକାର କୁହନ୍ତି Last year 10 more people came, this year 20 more came, and we are planning for 40 more next year. ଆଉ ଗତ ବର୍ଷ 10 ଜଣ ଆସିଥିଲେ ଏ ବର୍ଷ 20 ଜଣ ଆସିଲେ ଆଉ ଆମେ ଏ ପ୍ରକାର ଯୋଜନା କରୁଛୁ ଆସନ୍ତା ବର୍ଷ ଆହୁରି ଯେମିତି ବହୁତ ଆସିବେ ଏ ପ୍ରକାର କୁହନ୍ତି That is very good. ଏହା ଭଲ ବିଷୟ ଅଟେ What about the individual believers? କିନ୍ତୁ ବ୍ୟକ୍ତିଗତ ଆଉ ଜୀବନ ବିଷୟରେ ବା ବିଶ୍ୱାସୀମାନଙ୍କ ବିଷୟରେ କ'ଣ ଅଟେ Are they growing individually, spiritually? ସେମାନେ କ'ଣ ବ୍ୟକ୍ତିଗତ ଭାବରେ ଆତ୍ମିକରେ ବଢୁଛନ୍ତି କି Like I have been to so many churches, ଆଉ ପ୍ରଭୁଙ୍କର ଦାସ ଏହି ପ୍ରକାର ଅନେକ ମଣ୍ଡଳୀଗୁଡ଼ିକୁ ସେ ପରିଦର୍ଶନ and କରିଛନ୍ତି the pastor will say we have 800 families in this church. ଆଉ କେତେ ଜଣେ ବାଳକ ଏମିତି କହିଲେ ଆମର ମଣ୍ଡଳୀରେ 800 ପରିବାର ଅଛି But weekdays they come only around 100 or 150. ଆଉ 800 ପରିବାର ଭିତରୁ ମାତ୍ର 100 କିମ୍ବା 150 ଜଣ ହିଁ ଆସୁଛନ୍ତି But all the 800 will come only twice in a year. ଆଉ ସେ 800 ଲୋକମାନଙ୍କ ମଧ୍ୟରୁ ଆଉ କେବଳ ଦ୍ୱିଥର ଆସିବେ ବର୍ଷ ଦ୍ୱିଥର କେବଳ ଆସିବେ One is in Christmas, other is on Easter. ଆଉ ଯାଉଛି ଗୋଟେ ଖ୍ରୀଷ୍ଟମାସରେ ଆଉ ଗୋଟେ ପୁନରୁତ୍ଥାନ ପର୍ବରେ Their names are there in the church list. ଆଉ ସେମାନଙ୍କର ନାମ କିନ୍ତୁ ଚର୍ଚ୍ଚ ଲିଷ୍ଟରେ ଥିବ But they have nothing to do with the
except 2 times. ଆଉ ସେମାନେ ଦୁଇ ଥର ବ୍ୟତୀତ ଆଉ କୌଣସି କାମ ସେମାନେ ମନୋଲ୍ଲେଖ କରନ୍ତି ନାହିଁ। Now, there are 6 reasons the apostle mentioned in the next verse. ଆଉ এই ନେକ୍ସଟ ପଦରେ ଆଉ ଏଠି ପ୍ରେରିତ ଏଇ କଥାକୁ ସେ ଗୋଟେ ଉଦାହରଣ ଦେଇ କହୁଛନ୍ତି। And sometimes those 6 things stand as a hindrance. ଆଉ ସେମାନଙ୍କ ପାଇଁ ଗୋଟେ ଛୋଟ ବିଷୟ ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିତ ରହିଅଛି। And these people, they have a feeling that they have become members in the church, so that qualifies them to heaven. ଆଉ ଏମିତି ବି କେତେ ଜଣ ଅଛନ୍ତି ଆମମାନେ ଗୋଟେ ମଣ୍ଡଳୀରେ ମେମ୍ବର ହେଇଯିବ ଆଉ ଆମମାନେ ସ୍ୱର୍ଗରେ ଆମଙ୍କର ଯୋଗ୍ୟତା ମାନେ ପ୍ରାପ୍ତ କରିବୁ। But the Bible is calling us to grow into maturity, which is individual, not combined. ଆଉ ବାଇବଲ କିନ୍ତୁ ଏହା କୁହେ ଯେ ଆମମାନେ କୌଣସି ଗୋଟେ ଦଳଗତ ଭାବରେ ନୁହେଁ, ଆମମାନେ ବ୍ୟକ୍ତିଗତ ଭାବରେ ଆମମାନ କ'ଣ ହେବାର ଅଛି, ପରିପକ୍ୱତା ହେବାର ଅଛି, ବୃଦ୍ଧି ହେବାର ଅଛି। Numerical growth is very important. ଆଉ ସଂଖ୍ୟା ଅନୁସାରେ ବୃଦ୍ଧି ହେବାଟା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। At the same time, individual growth also is important. ଠିକ ସେଇ ସମୟରେ ମଧ୍ୟ ବ୍ୟକ୍ତିଗତ ଭାବରେ ବୃଦ୍ଧି ହେବା ସେଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। Now, if individually believers are not growing, they are actually not maturing spiritually. ଯଦି ଯେକୌଣସି ବ୍ୟକ୍ତି ବ୍ୟକ୍ତିଗତ ଭାବରେ ଯଦି ସେ ପରିପକ୍ୱ ହେଉନାହିଁ, ବୃଦ୍ଧି ହେଉନାହିଁ, ସେ ଆତ୍ମିକ ଭାବରେ ସେ ବୃଦ୍ଧି ହେଉନାହିଁ। Now, look at the 6 things which actually falls into 3 categories. ଆଉ ସେଟା ଆମେ ଛୋଟ ବିଷୟ ଆମେ ଦେଖିପାରିବା, ସେଟା 3ଟା କାଟାଗୋରୀ ସେଠି ଲେଖାଯାଇଛି। Now, the first 2 things is, it says, repentance, faith and repentance. ଆଉ ଏଟା ଆମେ ଦେଖୁଛୁ Now, repentance from dead works and faith toward God. Verse 1, the last part. ଆମେ ଦେଖୁଛୁ ମୃତ କର୍ମର ପରିବର୍ତ୍ତନ ଏବଂ ଈଶ୍ୱରଙ୍କ ଠାରେ ବିଶ୍ୱାସ। And the second thing is, another 2 things, it's about instruction about washing and laying of hands, or baptism and laying of hands. ଆମେ ଦେଖୁଛୁ ବାପ୍ତିସ୍ମ ଏବଂ ଅସ୍ତାର୍ପଣ ବିଷୟରେ ଲେଖାଯାଇଛି। And the third category is resurrection from the dead and eternal judgment. ଆଉ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଏବଂ ଶେଷ ବିଚାର। Now, the first 2 things, ଆଉ ପ୍ରଥମତଃ ଆମେ 2ଟି ବିଷୟ ଆମେ ଦେଖୁଛୁ। that happens before our salvation. ଆଉ ସେଟା କ'ଣ ହୁଏ, ଆମଙ୍କର ପରିତ୍ରାଣ ପୂର୍ବରୁ ସେ ଜିନିଷ ହୁଏ। The next 2 things happen after our salvation. ଆଉ 2ଟା ବିଷୟ ଆମେ ପରିତ୍ରାଣ ପାଇଲା ପରେ ଘଟେ। And the last 2 things happens after our death. ଆଉ 2ଟା ବିଷୟ ଆମେ ମରିଲା ପରେ ଘଟେ। So quickly let me explain what those 6 things are. ଆଉ ଏଇ ଯୋଉ ଛୋଟା ବିଷୟ ଲେଖା ହେଇଛି ଆମେ ଶୀଘ୍ର ଆପଣମାନଙ୍କ ନିକଟରେ ଆମେ ରଖିବା। The first 2 things the apostle says is faith toward God, repentance from dead work and faith toward God. ଆଉ ପ୍ରଥମତଃ ଆଉ ଏଟା ପ୍ରେରିତ ଏହା ଲେଖନ୍ତି ଯେ ମୃତ କର୍ମର ମନ ପରିବର୍ତ୍ତନ ଏବଂ ଈଶ୍ୱରଙ୍କ ଠାରେ ବିଶ୍ୱାସ। Now this we do it before we are saved. ଆମମାନେ ଉଦ୍ଧାର ପାଇବା ପୂର୍ବରୁ ଆମକୁ ଏଇଟା କରିବାକୁ ହେବ। When we hear the gospel, ଆମେ ଯେତେବେଳେ ସୁସମାଚାର ଶୁଣୁ, the first time the Lord convinces us about our sin. ଆଉ ପ୍ରଭୁ କ'ଣ କରନ୍ତି, ଆମଙ୍କ ହୃଦୟ ଭିତରେ ଏହା ଆମକୁ ମାନେ ସ୍ୱୀକାର କରିବା ପାଇଁ ଚାହାନ୍ତି ଯେ ଆମଙ୍କ ପାପକୁ। And then we repent of our sin. ତାପରେ ଆମମାନେ କ'ଣ ପାପରୁ ଆମମାନେ ପରିବର୍ତ୍ତିତ ହେଉ। This is of course the work of the Holy Spirit. ଏହା ହେଉଛି ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅଟେ। In the Bible it is sometimes called regeneration. ଆଉ ଏହାକୁ ବାଇବଲରେ ପୁନର୍ଜନ୍ମ ବୋଲି ମଧ୍ୟ କୁହାଯାଇଛି। That is, God is changing us inwardly. ଆଉ ତାହା ଏହା ଅଟେ ଯେ ଈଶ୍ୱର ଆମମାନଙ୍କୁ ଅନ୍ତର୍ନିହିତ ଭାବରେ ସେ କ'ଣ କରୁଛନ୍ତି, ଆମମାନଙ୍କୁ That is the preparation for our salvation. ଏହା କ'ଣ ଅଟେ ନା ଆମକୁ ପରିତ୍ରାଣ ପାଇବ ପ୍ରସ୍ତୁତି ଅଟେ। So when we repent, then the Lord Himself gives us faith. ଆଉ ଯେତେବେଳେ ଆମେ ମନ ପରିବର୍ତ୍ତନ କରୁ, ପ୍ରଭୁ ନିଜେ ସେ ବିଶ୍ୱାସ ଆମକୁ ଦିଅନ୍ତି। Then when we put our faith in the Lord Jesus Christ, ଆଉ ଯେତେବେଳେ ଆମେ ଆମଙ୍କର ବିଶ୍ୱାସ ଯୀଶୁଙ୍କ ଠାରେ କରିବା ରଖିବା, then we are saved. ତାପରେ ଆମେ କ'ଣ ହେଲା, ଉଦ୍ଧାର ପାଇବା। So repentance and faith is what we did or what the Lord helped us to do before we were saved. ଆଉ ପରିବର୍ତ୍ତନ ଏବଂ ବିଶ୍ୱାସ ଯାହା ଆମେ କରିଛୁ ସେଥିରୁ ବିଶ୍ୱାସ, ଆଉ ସେଇଟା କରିଲା ପରେ ପ୍ରଭୁ ଯୋଉ ଆମକୁ ଦିଅନ୍ତି ତାହା ହେଉଛି ବିଶ୍ୱାସ, ଏଟା ପ୍ରଭୁଙ୍କର କାର୍ଯ୍ୟ। And then soon after we are saved, ଆଉ ଆମେ ଉଦ୍ଧାର ପାଇଲା ପରେ 2 things happen. 2ଟା ବିଷୟ ଘଟିବ। One is baptism. ଆଉ ସେ ତାର ହେଲା ବାପ୍ତିସ୍ମ। Don't think baptism is for salvation. ଆଉ କେବେ ବି ଭାବନ୍ତୁ ନାହିଁ ଆଉ ପରିତ୍ରାଣ ପାଇବା ନିମନ୍ତେ ବାପ୍ତିସ୍ମ ବୋଲି। No. ଏଇଟା ନାହିଁ। Baptism is
because we are saved. ବାପ୍ତିସ୍ମ ଏଥିପାଇଁ ନେଉ କି ଆମେ ଉଦ୍ଧାର